ଆପଣ ଯେତେବେଳେ ଶୋଇବାକୁ ଯାଉଛନ୍ତି ଯଦି ଆପଣଙ୍କର ଗୋଡ଼ ହାତ ବିନ୍ଧା ଛିଟା ହେଉଛି, ଭଲରେ ନିଦ ହେଉନାହିଁ, ରାତି ସାରା ଆପଣ ଉଜାଗର ରହୁଛନ୍ତି, ରାତି ବିତି ଯାଉଛି କିନ୍ତୁ ଆପଣ ନିଦ ଆସୁଛି ପୁଣି ଭାଙ୍ଗି ଯାଉଛି, ଆପଣଙ୍କ ଯଦି ସ୍ମରଣ ଶକ୍ତି ଟିକେ ହ୍ରାସ ପାଉଛି ଅର୍ଥାତ୍ କିଛି ଜିନିଷ ଭାବୁଛନ୍ତି ତାହା ହଠାତ୍ ମନେ ପକାଇ ପାରୁନାହାନ୍ତି, ଯଦି ଆପଣଙ୍କର ନଇଲା ବେଳେ ଚାଲିଲା ବେଳେ ଯଦି ଆପଣଙ୍କର ମୁଣ୍ଡ ବୁଲଉଛି, ଅନ୍ଧାର ଟିକେ ଦେଖାଯାଉଛି, ଯଦି କିଛି ଗୋଟେ କାମ କଲାବେଳେ କିଛି ହଠାତ୍ ଜିନିଷ ଉଠେଇବି ବା କିଛି ଜିନିଷ ନଈ କିଛି କରିବି ଆପଣଙ୍କର ଅଣ୍ଟାରେ ହଉ, ପିଠିରେ ହଉ, ଗୋଡ଼ରେ ହଉ ଯଦି ମସଲ୍ସ କ୍ରାମ୍ପ ହେଉଛି, ବାକୁଲା ଉଠୁଛି, ବାକୁଲା କୋଉଠି ଜାଣନ୍ତି ନା, ଅର୍ଥାତ୍ ଗୋଟେ ମସଲ୍ସ ଏମିତି ଟାଣିକି ରହିଯିବ ସେଦିନ ଆପଣ ସେ ଜାଗାରେ ହଲଚଲ ହେଇପାରିବେ ନାହିଁ, କଣ ହେଲା ଏମିତି ହେବେ, ପୁଣି ଧୀରେ ଧୀରେ ନିଶ୍ୱାସ ନେବେ, ପୁଣି ସେ ଜାଗାକୁ ମେସେଜ ପହଞ୍ଚିବ, ତାପରେ ପୁଣି ଠିକ ହେଇଯିବେ। ସେଠିକା କେବଳ ବାୟୁ ଅଟକି ଯାଏନି, ତାହା ଗୋଟେ ସ୍ନାୟୁ ଦୁର୍ବଳତା। ଅର୍ଥାତ୍ ଏଇଭଳି ଯଦି କିଛି ସ୍ନାୟୁ ଦୁର୍ବଳ ତାର ଯଦି ଆପଣ କିଛି ଲକ୍ଷଣ ପାଉଛନ୍ତି ତାକୁ ଅବହେଳା କରନ୍ତୁ ନାହିଁ, କୌଣସି ଭଲ ଡକ୍ଟରଙ୍କ ସହିତ ପରାମର୍ଶ କରନ୍ତୁ। ନହେଲେ ମୋର ଆଜ୍ଞା ଅତି ବହୁତ ସଂଗ୍ରହ ଅର୍ଥାତ୍ କଷ୍ଟଦାୟକ ସଂଗ୍ରହ ସ୍ନାୟୁ ବିକାର ଜନିତ, କାରଣ ମୋର ଅତି ପରିଚିତ ଲୋକ କିଛି ସେ ସ୍ନାୟୁ ବିକାରରେ ଶିକାର ହେଇଛନ୍ତି ଏବଂ ସବୁବେଳେ ଜିନିଷ ମତେ ପଚାରନ୍ତି, ତେଣୁ ମୁଁ ବାଧ୍ୟ ହୋଇ ଏକ ଫୁଲ୍ ଭିଡ଼ିଓ ତିଆରି କରିଛି, ଯାହାକି ମୋର ୟୁଟ୍ୟୁବ୍ ଚ୍ୟାନେଲ ମୁଁ ଆପଣଙ୍କ ପାଖରେ ପିନ୍ କରିଦେଉଛି, ମେସେଜ ବକ୍ସରେ ପିନ୍ କରିଦେଉଛି, ତାକୁ ଆପଣ ସମ୍ପୂର୍ଣ୍ଣ ଦେଖନ୍ତୁ, ତାର ଲକ୍ଷଣ ଜାଣନ୍ତୁ, ତାର କାରଣ ଜାଣନ୍ତୁ ଏବଂ କ'ଣ ରିମେଡିସ୍ ଅର୍ଥାତ୍ କ'ଣ କ'ଣ ଖାଇବା, କେମିତି ଏକ୍ସରସାଇଜ କରିବା, ଏକ୍ସରସାଇଜ